ଆପଣଙ୍କର ହାତ ପାଦ ଝିମଝିମ ହେଉଛି କି? ଛୁଞ୍ଚି ଫୁଡ଼ିଲା ଭଳିଆ ଲାଗୁଥିବ, ଏମିତି ହେଉଛି କି? ସେଇଟା କେବଳ ଆମର ସ୍ନାୟୁ ଦୋଷରୁ ହୁଏ। ସେ ବିଷୟରେ ଆଜି ଆଲୋଚନା କରିବା। ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ ଟୁ ଟିଫିନ୍ ଟାଇମ୍। ଆପଣମାନେ ତ ଦେଖୁଛନ୍ତି ବ୍ରେକଫାଷ୍ଟରେ ଆମେ ଏଇସବୁ ଆମର ଫ୍ରୁଟ୍ସ ଖାଉଛେ, ଆଉ ଏ କାଢ଼ା ପିଉଛେ ଆମେ ସୁସ୍ଥ ଆଉ ନିରୋଗ ରହିବା ପାଇଁ। ଆପଣମାନେ ବି ୟାକୁ ରେଗୁଲାର ଚେଷ୍ଟା କରନ୍ତୁ, ଦେଖିବେ ଆପଣ ବି ସୁସ୍ଥ ଆଉ ନିରୋଗ ରହିବେ। ମୁଁ ଏବେ କହୁଥିଲି ନା, ହାତ ପାଦ ଯଦି ଝିମଝିମ ହେଉଛି ସେଇଟା କ'ଣ ପାଇଁ ହୁଏ? ଆମେ ସବୁବେଳେ ଜାଣିବା ଆମ ଶରୀରରେ ଯେତେବେଳେ କିଛି ଗୋଟେ ପ୍ରୋବ୍ଲେମ୍ ଆସୁଛି କିମ୍ବା ଗୋଟେ ଆମେ ଫିଲ୍ କରୁଛେ ଆମ ରୋଗ ଲାଗିଲା ଭଳିଆ ଲାଗୁଛି, ସେଇଟା କ'ଣ ପାଇଁ ହୁଏ ସେଇଟା ପ୍ରଥମେ ଜାଣିବା ଦରକାର। କାହିଁକି ହୁଏ, ତାପରେ ଆମେ କେମିତି ତାକୁ ଭଲ କରିପାରିବା, ଆମେ ଏଇଟା ଚେଷ୍ଟା କରିବା। ଯେଉଁ ହାତ ପାଦ ଝିମଝିମ ହୁଏ ତାର ବିଭିନ୍ନ କାରଣ ରହିଛି। ଆପଣ ଯଦି ବହୁତ ସମୟ ଧରି ଗୋଟେ ଜାଗାରେ ଗୋଟିଏ ପୋଜିସନରେ ବସୁଛନ୍ତି କିମ୍ବା ଶୋଉଛନ୍ତି, ତାହେଲେ ହାତ ପାଦ ଝିମଝିମ ହେବ। ତେଣୁକରି ମୁଁ କହିବା କଥା ଆପଣଙ୍କୁ, ଯେତେବେଳେ ଆପଣ ଲଙ୍ଗ ଟାଇମ୍ ଧରି ନିଅନ୍ତୁ ଆପଣଙ୍କୁ ବସିବାକୁ ପଡ଼ୁଛି ଗୋଟେ ଜାଗାରେ, ଆପଣ ସେତେବେଳେ କିଛି ତ ଫିଜିକାଲ ୱାର୍କ କରୁଥିବେ ମାନେ ହାତରେ, ତାପରେ ଗୋଡ଼ ପାଦକୁ ଏମିତି ଷ୍ଟ୍ରେଚିଂ କରିବେ, ଉପରକୁ କରୁଥିବେ। ଦେଖୁଛନ୍ତି ଏମିତି ମୁଁ ପାଦକୁ ଷ୍ଟ୍ରେଚିଂ କରିବେ, ଯେତେବେଳେ ସମୟ ମିଳୁଥିବ ଆପଣଙ୍କୁ ଆପଣ ଏମିତି ଏମିତି କରୁଥିବେ। ଏଇଟା କରିବା ଦ୍ୱାରା ଆପଣଙ୍କର ବ୍ଲଡ ସର୍କୁଲେସନ ଠିକ୍ ରହିବ। ତାପରେ ଆଉ ଗୋଟେ କ'ଣ ନା, ଆପଣ ଯଦି ଡାଇବେଟିସରେ ପୀଡ଼ିତ ହେଇଯାଉଛନ୍ତି, ଆପଣଙ୍କର ଯଦି ବ୍ଲଡରେ ଶର୍କରା ବଢ଼ି ଯାଉଛି, ତାହେଲେ ଆପଣଙ୍କର ନ୍ୟୁରୋ ପ୍ରୋବ୍ଲେମ୍ ବି ହେଇପାରେ। ତେଣୁକରି ଆପଣ ଚେଷ୍ଟା କରିବେ ଡାଇବେଟିସ୍କି କେମିତି କଣ୍ଟ୍ରୋଲ କରିବେ। ଆଉ ଗୋଟେ ରହିଲା, ଆପଣଙ୍କର ଯଦି ଭିଟାମିନ୍ର ଅଭାବ ହେଉଛି, ଭିଟାମିନ୍ B12, ଭିଟାମିନ୍ B6 ଆଉ ଭିଟାମିନ୍ ଇର ଅଭାବ ହେଉଛି, ତାହେଲେ ଆପଣଙ୍କର ନ୍ୟୁରୋ ପ୍ରୋବ୍ଲେମ୍ ବାହାରିବ। ତେଣୁ ଆପଣ ସେ ସମ୍ବନ୍ଧୀୟ ଖାଦ୍ୟ ଯେମିତି ଆମର ରହିଲା ଫ୍ରୁଟ୍ସ, ଏଇଟା ଭିଟାମିନ୍ B12 ଭରପୁର ରହିଛି। ଆଉ ଆପଣ କ'ଣ କରିବେ ନା, ଏଇଟା ହେଉଛି ଫ୍ଲାକ୍ସିଡ୍ର ସତୁ, এইটা ରେଗୁଲାର ଖାଇବାକୁ ଚେଷ୍ଟା କରନ୍ତୁ। ଏଇଟା ରେଗୁଲାର ଖାଇଲେ ଆପଣଙ୍କର ଯେଉଁ ନ୍ୟୁରୋ ପ୍ରୋବ୍ଲେମଟା ସଲ୍ଭ ହେଇପାରିବ। ଆଉ ଆପଣଙ୍କୁ ତ ମୁଁ ଦେଖଉଛି ଯେଉଁ କାଢ଼ାଟା ରେଗୁଲାର ପିଇବା ଦ୍ୱାରା ଆପଣଙ୍କ ବ୍ଲଡ ସର୍କୁଲେସନ୍ ବି ଭଲ ରହିବ। ବ୍ଲଡ ସର୍କୁଲେସନ୍ ଭଲ ରହିଲେ ଆପଣଙ୍କର ଆମର ସ୍ନାୟୁ ଉପରେ ଚାପ ପଡ଼ିବନି, କି ଆପଣଙ୍କର ଝିମଝିମ କି ଛୁଞ୍ଚି ଫୁଡ଼ିଲା ଭଳିଆ ଅନୁଭବ ଆପଣ କରିବେନି। ଆଉ ଏଇ ଝିମଝିମ କି ଛୁଞ୍ଚି ଫୁଡ଼ିଲା ଭଳିଆ ଅନୁଭବଟା ଆପଣଙ୍କୁ ଦିନେ ବଡ଼ ମାନେ ରୋଗରେ ପକାଇଦେବ, ଯେଉଁଟାକି ପାରାଲାଇଜ୍ କରେଇଦେବ। ତେଣୁକରି ଆପଣ ଏଇଟା ଚେଷ୍ଟା କରିବେ। ଆଉ ରାତିରେ ଶୋଇଲା ବେଳେ ମାନେ କ୍ଷୀରରେ ଚାମଚେ ହଳଦୀ ପକେଇକିରି ପିଇବେ। এইটা ବି ଆପଣଙ୍କର ବଡି ପେନ୍ କମେଇବ, ତା ସହିତ ବ୍ଲଡ ସର୍କୁଲେସନ୍ ଭଲ କରେଇବ। ଆଉ ଆପଣଙ୍କୁ ଯଦି ଆମର ଏ କଥା ଭଲ ଲାଗିଲା, ତାହେଲେ ଆପଣ ଲାଇକ୍ ସେୟାର କମେଣ୍ଟ କରିବା।